5 ଲକ୍ଷ ନା 14 ଲକ୍ଷ କେତେ ମିଳିବ ଏରିୟଲ ଜାଣନ୍ତୁ ସମ୍ପୂର୍ଣ୍ଣ କାଲକୁଲେସନ ଫର୍ମୁଲା ଆସିଲା ଅଷ୍ଟମ ବେତନର ଆଉ ଏକ ନୂଆ ଅପଡେଟ୍ ଏଥିରେ କେତେ ମିଳିବ ଏରିୟଲ ଜାଣନ୍ତୁ ସମ୍ପୂର୍ଣ୍ଣ କାଲକୁଲେସନ ଫର୍ମୁଲା ମାଧ୍ୟମରେ এই ভিডিও মাধ্যমে তেণু ভিডিওକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଏବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅଷ୍ଟମ ବେତନ କମିଶନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ଏବଂ ପେନ୍ସନରେ ଯଥେଷ୍ଟ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି। ସରକାର କମିଶନ ଗଠନ ଘୋଷଣା କରିଛନ୍ତି କିନ୍ତୁ ଏହାର ବିସ୍ତୃତ ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଏପରି ପରିସ୍ଥିତିରେ କର୍ମଚାରୀଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯଦି ସଂଶୋଧିତ ଦରମା ଗଠନ ବିଳମ୍ବ ହୁଏ ତେବେ ସେମାନେ କେତେ ଏରିୟଲ ପାଇବେ। ଅଷ୍ଟମ ବେତନ କମିଶନ ଗଠନ ଏବଂ ଏହା ଦ୍ୱାରା ପ୍ରଦାନ କରାଯାଉଥିବା ବକେୟା ବିଷୟରେ ସୋସିଆଲ ମିଡ଼ିଆରେ ଅନେକ ଦାବି କରାଯାଉଛି। ରିପୋର୍ଟ କରାଯାଉଛି ଯେ ଏରିୟଲ ପରିମାଣ 5 ଲକ୍ଷରୁ 14 ଲକ୍ଷ ପର୍ଯ୍ୟନ୍ତ ହୋଇପାରେ। ସାଧାରଣତଃ ପ୍ରତି 10 ବର୍ଷରେ ଏକ ନୂତନ କେନ୍ଦ୍ରୀୟ ବେତନ କମିଶନ ଲାଗୁ କରାଯାଏ। ସପ୍ତମ ବେତନ କମିଶନ 1 ଜାନୁଆରୀ 2016ରେ ଲାଗୁ ହୋଇଥିଲା। ଏହି ଧାରା ଅନୁସରଣ କରି ଅନେକ କର୍ମଚାରୀ ଆଶା କରୁଛନ୍ତି ଯେ ଅଷ୍ଟମ ବେତନ କମିଶନ 1 ଜାନୁଆରୀ 2026ରୁ ଲାଗୁ ହେବ। ତଥାପି କର୍ମଚାରୀ ତାରିଖ ସମ୍ପର୍କରେ କୌଣସି ସରକାରୀ ସ୍ତରରେ ଘୋଷଣା କରାଯାଇ ନାହିଁ। ଯଦି ସରକାର ଜାନୁଆରୀ 2026ରୁ ନୂତନ ଦରମା ଲାଗୁ କରିବାକୁ ନିଷ୍ପତ୍ତି ନିଅନ୍ତି ଏବଂ ଏହା ଏପ୍ରିଲ 2027ରୁ ସଂଶୋଧିତ ଦରମା ମିଳେ ତେବେ କର୍ମଚାରୀମାନେ ପ୍ରାୟ 15 ମାସର ବକେୟା ପାଇବାକୁ ହକଦାର ହୋଇପାରନ୍ତି। ତଥାପି ଚୂଡ଼ାନ୍ତ ପରିମାଣ ସରକାରଙ୍କ ଦ୍ୱାରା ଅନୁମୋଦିତ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିର୍ଭର କରିବା। ସାଧାରଣତଃ ପ୍ରତି 10 ବର୍ଷରେ ଏକ ନୂତନ କେନ୍ଦ୍ରୀୟ ବେତନ କମିଶନ ଲାଗୁ କରାଯାଏ। ସପ୍ତମ ବେତନ କମିଶନ 1 ଜାନୁଆରୀ 2016ରେ ଲାଗୁ ହୋଇଥିଲା। ଏହି ଧାରା ଅନୁସରଣ କରି ଅନେକ କର୍ମଚାରୀ ଆଶା କରୁଛନ୍ତି ଯେ ଅଷ୍ଟମ ବେତନ କମିଶନ 1 ଜାନୁଆରୀ 2026ରୁ ଲାଗୁ ହେବ। କର୍ମଚାରୀ ସଂଗଠନଗୁଡ଼ିକ କେନ୍ଦ୍ର ସରକାରଙ୍କ ଠାରୁ ବର୍ତ୍ତମାନର ଫିଟମେଣ୍ଟ ଫ୍ୟାକ୍ଟର 1.92 କିମ୍ବା 2.51 ବଦଳରେ 3.68 ଫିଟମେଣ୍ଟ ଫ୍ୟାକ୍ଟରର ଦାବି କରୁଛନ୍ତି। ଯଦି ସରକାର ଏହି ଦାବିକୁ ଗ୍ରହଣ କରନ୍ତି ତେବେ ସର୍ବନିମ୍ନ ଏବଂ ସର୍ବାଧିକ ଦରମା ସ୍ତରରେ ବକେୟା ଦରମା ନିମ୍ନଲିଖିତ ଭାବରେ ହେବ। ବର୍ତ୍ତମାନର ସର୍ବନିମ୍ନ ବେସିକ୍ ସାଲାରୀ 18,000 ଟଙ୍କା। 3.68 ଫିଟମେଣ୍ଟ ଫ୍ୟାକ୍ଟର ପରେ ନୂଆ ବେସିକ୍ ସାଲାରୀ ହେବ 64,240 ଟଙ୍କା। ବେସିକ୍ ସାଲାରୀର ମାସିକ ଅନ୍ତର ହେବ 48,240 ଟଙ୍କା। 10 ମାସର ଆନୁମାନିକ ଏରିୟଲ ପ୍ରାୟ 4,82,400 ଟଙ୍କା କିମ୍ବା ପ୍ରାୟ 5 ଲକ୍ଷ ଟଙ୍କା ହେବ। ବର୍ତ୍ତମାନର ସର୍ବାଧିକ ବେସିକ୍ ସାଲାରୀ 2,50,000 ଟଙ୍କା। 3.68 ଫିଟମେଣ୍ଟ ଫ୍ୟାକ୍ଟର ପରେ ନୂଆ ବେସିକ୍ ସାଲାରୀ 9,20,000 ଟଙ୍କା। ମାସିକ ବେସିକ୍ ସାଲାରୀର ପାର୍ଥକ୍ୟ ହେଉଛି 6,70,000 ଟଙ୍କା ହେବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଆଜିର ଏହି ନୂଆ ଅପଡେଟ୍ ବିଷୟରେ 5 ଲକ୍ଷ ନା 14 ଲକ୍ଷ ଆଉ କେତେ ମିଳିବ ଏରିୟଲ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ କାଲକୁଲେସନ ମାଧ୍ୟମରେ ପୁରା ଫର୍ମୁଲା ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି ଧନ୍ୟବାଦ।